ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହିଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ। ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ ନାମ ଦେଲେ। ଆଦମ 130 ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ। ଶେଥର ଜନ୍ମ ଉତ୍ତାରେ ଆଦମ 800 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ଆଦମଙ୍କର ବୟସ ସର୍ବସୁଦ୍ଧା 930 ବର୍ଷ ଥିଲା, ତହୁଁ ସେ ମଲେ। ଶେଥ 105 ବର୍ଷ ବୟସରେ ଇନୋଶକୁ ଜାତ କଲା। ଇନୋଶର ଜନ୍ମ ଉତ୍ତାରେ ଶେଥ 807 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଶେଥର ବୟସ ସର୍ବସୁଦ୍ଧା 912 ବର୍ଷ ଥିଲା, ତହୁଁ ସେ ମଲା। ଇନୋଶ 90 ବର୍ଷ ବୟସରେ କଇନାନଙ୍କୁ ଜାତ କଲା। ପୁଣି କଇନାନର ଜନ୍ମ ଉତ୍ତାରେ ସେ 815 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଇନୋଶର ବୟସ ସର୍ବସୁଦ୍ଧା 905 ବର୍ଷ ଥିଲା, ତହୁଁ ସେ ମଲା। କଇନାନ 70 ବର୍ଷ ବୟସରେ ମହଲଲେଲକୁ ଜାତ କଲା। ମହଲଲେଲ ଜନ୍ମିଲା ଉତ୍ତାରେ ସେ 840 ବର୍ଷ ବଞ୍ଚି ଆଉ ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଆଉ କଇନାନର ବୟସ ସର୍ବସୁଦ୍ଧା 910 ବର୍ଷ ଥିଲା, ତହୁଁ ସେ ମଲା। ମହଲଲେଲ 65 ବର୍ଷ ବୟସରେ ଜେରଦକୁ ଜାତ କଲା। ଜେରଦ ଜନ୍ମିଲା ଉତ୍ତାରେ ସେ 830 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ମହଲଲେଲର ବୟସ ସର୍ବସୁଦ୍ଧା 895 ବର୍ଷ ଥିଲା, ତହୁଁ ସେ ମଲା। ଜେରଦ 162 ବର୍ଷ ବୟସରେ ଅନଗଙ୍କୁ ଜାତ କଲା। ଅନଗଙ୍କର ଜନ୍ମ ଉତ୍ତାରେ ସେ 800 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଜେରଦର ବୟସ ସର୍ବସୁଦ୍ଧା 962 ବର୍ଷ ଥିଲା, ତହୁଁ ସେ ମଲା। ଅନଗ 65 ବର୍ଷ ବୟସରେ ମଥୁସେଲହକୁ ଜାତ କଲେ। ମଥୁସେଲହର ଜନ୍ମ ଉତ୍ତାରେ ଅନଗ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପୁଣି ସେ ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ଅନଗଙ୍କର ବୟସ ସର୍ବସୁଦ୍ଧା 365 ବର୍ଷ ଥିଲା। ଅନଗ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ଆଉ ସେ ଅନ୍ତର୍ହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ମଥୁସେଲହ 187 ବର୍ଷ ବୟସରେ ଲେମକକୁ ଜାତ କଲା। ଲେମକର ଜନ୍ମ ଉତ୍ତାରେ ମଥୁସେଲହ 782 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ମଥୁସେଲହର ବୟସ ସର୍ବସୁଦ୍ଧା 969 ବର୍ଷ ଥିଲା, ତହୁଁ ସେ ମଲା। ଲେମକ 182 ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ ଦେଲେ, ଯେହେତୁ ସେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଲେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ। ନୋହଙ୍କର ଜନ୍ମ ଉତ୍ତାରେ ଲେମକ 595 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ତାଙ୍କର ବୟସ ସର୍ବସୁଦ୍ଧା 777 ବର୍ଷ ଥିଲା, ତହୁଁ ସେ ମଲେ। ଆଉ ନୋହଙ୍କୁ 500 ବର୍ଷ ବୟସ ହେଲା। ଆଉ ନୋହ ଶେମ ଓ ହାମ ଓ ଜେଫତକୁ